ପିକେ ଷ୍ଟଡି ଆଇକ୍ୟୁ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ ଜଣାଉଛି ମୁଁ। ତ ପିଲାମାନେ ଆଜି ଆମେ ଦେଖିବା ସଂକ୍ଷିପ୍ତୀକରଣର ପରିଚ୍ଛେଦ 6 ଆମେ ଆଜି ଦେଖିବା। ତ କ୍ଲାସ୍ଟି ଆପଣଙ୍କ ପାଇଁ ଇମ୍ପୋର୍ଟାଣ୍ଟ ହେଇଯିବ ଯେଉଁମାନେ ବି ଆପଣ ସବଜେକ୍ଟିଭ୍ ଏକ୍ଜାମ୍ ବା ଓଡ଼ିଆ ଆଜ୍ ଏ ସବଜେକ୍ଟିଭ୍ ପେପର୍ ଆପଣ ଯେକୌଣସି ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରୁଛନ୍ତି, ଓଏସ୍ଏସ୍ସି ହଉ, ଓକେ, ବୁଝିଲା ନା ବା OSSC ହଉ, ଆପଣଙ୍କର ଯେକୌଣସି ଏକ୍ଜାମ୍ରେ ଓଡ଼ିଆ ଆଜ୍ ଏ ସବଜେକ୍ଟିଭ୍ ପେପର୍ ଅଛି ମେନ୍ସରେ, ତ ଆପଣଙ୍କ ପାଇଁ କ୍ଲାସ୍ ଇମ୍ପୋର୍ଟାଣ୍ଟ ହେଇଯିବ। ତ ଦେଖିବା ଆମର ପରିଚ୍ଛେଦର କ'ଣ ରହିଛି, ପରିଚ୍ଛେଦକୁ ପଢ଼ିବା ଆଉ ୟାର ସଂକ୍ଷିପ୍ତୀକରଣ ଉପରେ ଆମେ ଡିସ୍କସନ୍ କରିବା। ଓକେ, ତ ଚାଲନ୍ତୁ ଦେଖିବା କ'ଣ ରହିଛି ଆପଣଙ୍କର ପରିଚ୍ଛେଦ। ଦେଖ, ଫାଷ୍ଟ ଅଫ୍ ଅଲ୍ ଦେଇଛି ମନୁଷ୍ୟର ଶରୀରରେ ଯେପରି ଅହର ଜୀବକୋଷ ଗୁଡ଼ିକର ବିଲୟ ଘଟୁଛି ଓ ନୂତନ ଜୀବକୋଷ ଗୁଡ଼ିକର ସୃଷ୍ଟି ହେଉଛି, ତଥାପି ଜୀବନର ଧାରା ଅବିଚ୍ଛିନ୍ନ ବିକାଶଶୀଳ ପଥରେ ଅଗ୍ରସର ହୋଇ ଚାଲିଛି। ସମାଜର ମଧ୍ୟ ତଦନୁରୂପ କ୍ରିୟା ପ୍ରତିକ୍ରିୟା ଓ ଗତି ବୃଦ୍ଧିର ଅବ୍ୟାହତ ସଂଗଠନ ବିକାଶ ଦିଗରେ ତାକୁ ଅଗ୍ରସର କରାଇ ନେଇଛି। ଦେଖ, କହିବା କଥା କ'ଣ, ମଣିଷର ଶରୀର ଭିତରେ ଜୀବକୋଷ ଗୁଡ଼ିକ ଯେପରି ମାନେ କ'ଣ ବିଲୟ ଘଟି ନୂତନ ଜୀବକୋଷ ସୃଷ୍ଟି ହେଉଛି, ସମାଜରେ ମଧ୍ୟ ସେହି ପ୍ରକାର ଗତିବିଧି ଚାଲିଛି। ପ୍ରତି ଯୁଗରେ ଓ ପ୍ରତି ଦେଶରେ ନବୋଦୟ ପୂର୍ବ ଅବକ୍ଷୟ କାଳରେ ଯାହା କିଛି ପୁରାତନ ଅର୍ଥାତ୍ ଯାହା କିଛି ମାନବର ଅଗ୍ରଗତିରେ ଅବାନ୍ତର ପଥରୋଧିକାରୀ ଭାବେ ଛିଡ଼ା ହୋଇଛି, ମନୁଷ୍ୟ ତାକୁ ସବୁଦିନ ପରିତ୍ୟାଗ କରି ଆସିଛି। ବୁଝିଲା, ମନୁଷ୍ୟର ଅଗ୍ରଗତିରେ ବା ଅଗ୍ରଗତିରେ ଯିଏ ଯେକୌଣସି ଜିନିଷ ବାଧା ଦେଇଛି, ସେ ସବୁ ମଣିଷ ତାକୁ କ'ଣ କରିଛି, ପରିତ୍ୟାଗ କରି ଆସିଛି ଏବଂ ଏକ ନୂତନ ଚେତନା ଶକ୍ତି ଲାଗି ଅସ୍ପୃହା କରିଛି। ସଚେତନ ଭାବରେ ହେଉ ବା ଅର୍ଦ୍ଧଚେତନ ଭାବରେ ହେଉ, ତୀବ୍ର ଭାବରେ ହେଉ ବା ଧୀର ଭାବରେ ହେଉ, ସାଧାରଣ ମନୁଷ୍ୟ ଭିତରେ ଏହି ଅଗ୍ରଗତିର ଅସ୍ପୃହା ଏକ ସ୍ୱାଭାବିକ ମାନବୀୟ ଧର୍ମ ରୂପରେ ଚିରଦିନ ସକ୍ରିୟ ହୋଇ ରହିଆସିଛି। ତେବେ ଏହି ସାଧାରଣ ଅସ୍ପୃହା ଯେତେବେଳେ ସାମୂହିକ ଭାବରେ ଏକାଗ୍ର ହୋଇ ଉଠେ, ଘନୀଭୂତ ହୋଇ ଉଠେ, ସେତେବେଳେ ଏହା ପରିଣତ ହୁଏ ଏକ ଆହ୍ୱାନରେ। ସେତିକିବେଳେ ଏହି ଆହ୍ୱାନରେ ଉତ୍ତର ସ୍ୱରୂପ ଊର୍ଦ୍ଧ୍ୱଲୋକରୁ ନୂତନ ଚେତନା ଅସାଧାରଣ ଶକ୍ତି ଧରି ନିମ୍ନକୁ ଅବତରଣ କରି ଆସେ ଏବଂ ଏହି ଅସାଧାରଣ ଶକ୍ତିଶାଳୀ ନୂତନ ଚେତନା ନିଜକୁ ସର୍ବସାଧାରଣର ଉପଯୋଗକ୍ଷମ କରିବା ସକାଶେ କଠିନ ପ୍ରୟାସ କରେ। ଦେଖ, ତାପରେ କ'ଣ ଦେଇଛି, କାରଣ ପ୍ରଥମ ଅବସ୍ଥାରେ ବ୍ୟକ୍ତି ଓ ସମାଜ ସେହି ନୂତନ ଅସାଧାରଣକୁ ଗ୍ରହଣ କରିବା ଲାଗି ସଙ୍ଗେ ସଙ୍ଗେ ପ୍ରସ୍ତୁତ ନଥାନ୍ତି। ମାତ୍ର ସମଗ୍ର ମାନବ ସମାଜ ଯେ ଏଥିଲାଗି ପ୍ରସ୍ତୁତ ନଥାଏ, ତା ମଧ୍ୟ ନୁହେଁ। ବୁଝିଲା, ସବୁ ଲୋକ କ'ଣ ମାନେ ଚେତନା ଆଡ଼କୁ ଯିବା ପାଇଁ କ'ଣ ସକ୍ଷମ ହୋଇପାରନ୍ତି, ଆଉ କିଛି ଜଣ ସକ୍ଷମ ନ ହୋଇପାରନ୍ତି। ମାନେ କ'ଣ, ନୂତନ ଜିନିଷ ଗ୍ରହଣ କରିବା ବା ନୂତନ ଶକ୍ତିକୁ ଆହରଣ କରିବା। ସେହି ଅଗଣିତ ସର୍ବସାଧାରଣଙ୍କ ମଧ୍ୟରେ ବହୁ ପ୍ରତୀକ୍ଷମାଣ ତୀକ୍ଷ୍ଣ ସମ୍ପନ୍ନ ତୀବ୍ର ଅସ୍ପୃହବନ୍ତ ସାହସିକ ବ୍ୟକ୍ତି ସେହି ଆଗନ୍ତୁକ ଚେତନାକୁ ଧାରଣ କରିବା ପାଇଁ ତାର ଉପଯୋଗିତାକୁ ପରୀକ୍ଷା କରିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି। ନିଜ ଜୀବନର ବିନିମୟରେ ମଧ୍ୟ ସେମାନେ ଏଥିପାଇଁ ଏକ ମସ୍ତ ବଡ଼ ଦାୟିତ୍ୱ ଗ୍ରହଣ କରନ୍ତି। ସେମାନଙ୍କର ଏହି ସଫଳତା ଉପରେ ଅନ୍ୟ ସାଧାରଣଙ୍କର ସେହି ନୂତନ ଚେତନାକୁ ଗ୍ରହଣ କରିବା ବା ବର୍ଜନ କରିବା ବିଷୟ ନିର୍ଭର କରିଥାଏ। ଏହି ଦୁଃସାହସିକ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦାର୍ଶନିକ, ଦ୍ୱିତୀୟ ଜଣକ କର୍ମୀ ଓ ତୃତୀୟ ଜଣକ କବି। ମାନେ ଯେଉଁ ନୂଆ ଚେତନା ଆସେ ହେଲା ବା କିଛି ଜିନିଷ ନୂଆ ଯେତେବେଳେ ଘଟେ, ୟାକୁ କ'ଣ ମାନେ କିଛି ଦୁଃସାହସିକ ବ୍ୟକ୍ତିମାନେ ମଧ୍ୟ କ'ଣ କରନ୍ତି, ମାନେ ଦୁଃସାହସିକ ବ୍ୟକ୍ତି ୟାକୁ ଗ୍ରହଣ କରିବାକୁ ଆଗକୁ ବଢ଼ନ୍ତି ବା ଦାୟିତ୍ୱ ଗ୍ରହଣ କରନ୍ତି। ତ ସେଇ ଭିତରେ କିଏ ଆସିବେ ନା ଦାର୍ଶନିକ ଆସିବେ, କର୍ମୀ ଆସିବେ ଆଉ କବି ଆସିବେ। ପ୍ରଥମ ତପସ୍ୱୀ ଦାର୍ଶନିକର ତାଙ୍କରି ମାଧ୍ୟମରେ ଚେତନା ଭୂପୃଷ୍ଠକୁ ଓହ୍ଲାଇ ଆସେ। ଦ୍ୱିତୀୟ ତପସ୍ୱୀ କର୍ମୀଙ୍କର ସେ ତାଙ୍କର କର୍ମଧାରା ଓ ସଂଗଠନ ମାଧ୍ୟମରେ ସେହି ଚେତନାକୁ ପରୀକ୍ଷା କରନ୍ତି। କର୍ମୀ କ'ଣ କରେ ନା କର୍ମଧାରା ବା କର୍ମ ଦ୍ୱାରା ସେ କ'ଣ କରେ ନା ଚେତନାକୁ ନିଜ ଭିତରକୁ ଆଣନ୍ତି। ବୁଝିଲା ନା ନାହିଁ? ତାପରେ ଦେଖ, ପ୍ରୟୋଗ କରନ୍ତି ଓ ପରିସ୍ଫୁଷ୍ଟ କରନ୍ତି। ନେକ୍ସଟ ଦେଇଛି କ'ଣ ଦେଖ,
ଶେଷ ତପସ୍ୟାଟି କବି ବା ସାହିତ୍ୟକର ବା ଶେଷ ତପସ୍ୱୀ କିଏ ନା ସାହିତ୍ୟକର। ସେ ତାକୁ ପ୍ରଥମେ ନିଜର ଅନୁଭୂତି ସିଦ୍ଧ କରି ତାଙ୍କର ଅପୂର୍ବ ବସ୍ତୁ ନିର୍ମାଣକ୍ଷମ ପ୍ରଜ୍ଞା ବଳରେ ଏକ ଅନୁଭବମୟ ରହସ୍ୟ ଗଭୀର ଆହ୍ଲାଦନାତ୍ମକ ବାଣୀ ମାଧ୍ୟମରେ ସର୍ବସାଧାରଣଙ୍କର ଚିତ୍ତଭୂମିରେ ସଞ୍ଚାରିତ ସମ୍ବୋଧିତ ଓ ସମ୍ପ୍ରେରିତ କରାନ୍ତି। ବୁଝିଲା ନା ନାହିଁ? ସେ କ'ଣ କରନ୍ତି ନା ଜଣେ କବି କ'ଣ କରେ ପ୍ରଥମେ ଭାବେ, ବୁଝିଲା ନା ନାହିଁ? ତାକୁ ସବୁ କ'ଣ ମାନେ ପ୍ରକୃତି ହଉ କିମ୍ବା ଜୀବନ ପ୍ରଣାଳୀ ସହିତ କ'ଣ କରନ୍ତି ତାକୁ ସାମଞ୍ଜସ୍ୟ ବା ତାକୁ କାଳ୍ପନିକ କରି ସେ କିଛି ଜିନିଷ ଲେଖନ୍ତି। ବୁଝିଲା ନା ନାହିଁ? ରାମାୟଣ ଯୁଗରେ ଶ୍ରୀରାମ ହିଁ ସେହି ଦାର୍ଶନିକ। ଲକ୍ଷ୍ମଣ, ଭରତ, ବିଭୀଷଣ, ସୁଗ୍ରୀବ ଓ ହନୁମାନ ହିଁ କର୍ମୀ ଓ ବାଲ୍ମୀକି କବି। ବୁଝିଲା ନା ନାହିଁ? ତ ଏଇ ଜିନିଷଟାକୁ କ'ଣ କୁହାଯାଇଛି ନା ରାମାୟଣ ଯୁଗରେ ଦାର୍ଶନିକ କିଏ ମାନେ ବାଟ କିଏ ଦେଖେଇଥିଲେ? ଲକ୍ଷ୍ମଣ, ଭରତ, ବିଭୀଷଣ। ବୁଝିଲା ନା ନାହିଁ? ସରି, ଶ୍ରୀରାମ ହେଉଛନ୍ତି କ'ଣ ଦାର୍ଶନିକ। ସେ ଭିତରେ କର୍ମୀ କିଏ ଆସିବେ? ଲକ୍ଷ୍ମଣ, ଭରତ, ବିଭୀଷଣ, ସୁଗ୍ରୀବ ଓ ହନୁମାନ ହିଁ କର୍ମୀ। ବାଲ୍ମୀକି ହେଉଛନ୍ତି କ'ଣ ସେଠି ଜଣେ କବି। ମାନେ ସବୁ ଦେଖିଲା ପରେ ଲାଷ୍ଟକୁ କ'ଣ କରେ ମାନେ ଯିଏ ସବୁ ଦେଖେ, ବୁଝିଲା ନା ନାହିଁ? ଲାଷ୍ଟକୁ କ'ଣ ବାଲ୍ମୀକି ଲେଖିଲେ ସେ ଜିନିଷଟା। ମହାଭାରତ ଯୁଗରେ ଶ୍ରୀକୃଷ୍ଣ ହିଁ ଦାର୍ଶନିକ। ମାନେ କରିଲା କିଏ? ଶ୍ରୀକୃଷ୍ଣ କରିଲେ ବା ଚେତନାକୁ ଆଣିଲେ କିଏ ନା ଶ୍ରୀକୃଷ୍ଣ ଆଣିଲେ। କର୍ମୀ କିଏ ଭିତରେ? ଯୁଧିଷ୍ଠିର, ଅର୍ଜୁନ ଆଦି ପଞ୍ଚୁ ପାଣ୍ଡବ କର୍ମୀ ଓ ମହାମିତ ବ୍ୟାସଦେବ କବି। ହେଲା, କବି ହେଉଛନ୍ତି ଏଠି କିଏ ନା ବ୍ୟାସଦେବ। ମାନେ ସବୁକିଛି କିଏ ଦେଖିଲେ। ଯୁଗକୁ ଯୁଗ ଏହି ଭାବେ ଦାର୍ଶନିକ, କର୍ମୀ ଓ କବି ଏହିପରି ଏକ ନୂତନ ଚେତନାକୁ ନିଜେ ଗ୍ରହଣ କରି ପୃଥିବୀ ପୃଷ୍ଠରେ ସମାଜଗ୍ରାହ୍ୟ କରାଇଛନ୍ତି। ବିଗତ ଯୁଗରେ କମ୍ୟୁନିଷ୍ଟ ଜଗତରେ କାର୍ଲ ମାର୍କ୍ସ, ଲେନିନ୍, ମାକ୍ସିମ୍ ଗର୍କି ଆଦିଙ୍କ କ୍ଷେତ୍ର ମଧ୍ୟ ସେହି କଥା ପ୍ରମାଣିତ। ବୁଝିଲା, ଯେମିତି କାର୍ଲ ମାର୍କ୍ସ କଥା ଦେଖିବା, ଲେନିନ୍ କଥା ଦେଖିବା, ଏମାନେ ମଧ୍ୟ କ'ଣ ବର୍ତ୍ତମାନ ଯୁଗ କଥା ଏବେ କୁହାଯାଇଛି। ଏହି ଯୁଗରେ ବି ଶ୍ରୀ ଅରବିନ୍ଦ, ଗାନ୍ଧୀଜୀ, ରବୀନ୍ଦ୍ରନାଥ ଆଦିଙ୍କ ବିଷୟକୁ ନେଇ ତତ୍ପରତା ବିଚାର କରାଯାଇପାରେ। ତଦ୍ରୂପ ବିଚାର କରାଯାଇପାରେ। ବୁଝିଲା ନା ନାହିଁ? ତ ଯଦି ଏବେର କଥା ବି ଦେଖିବା ଆମେ କ'ଣ ଆସିବେ? ଶ୍ରୀ ଅରବିନ୍ଦ ଆସିବେ, ଗାନ୍ଧୀଜୀ ଆସିବେ, ରବୀନ୍ଦ୍ରନାଥ ଟାଗୋର ଆସିବେ। ତ ଏମାନଙ୍କୁ ମଧ୍ୟ ଆମେ ବିଚାର କରିପାରିବା। ନେକ୍ସଟ ଦେଖ, ଯେହେତୁ ସାହିତ୍ୟ ହେଉଛି ଏକାଧାରରେ ସମାଜର ପ୍ରତିବିମ୍ବ ଓ ନ୍ୟାୟାତ୍ମକ, ସେହି କାରଣରୁ ନବୋଦୟର ଭୂମିକାରେ ସାହିତ୍ୟ ହିଁ ସବୁଠାରୁ ବେଶୀ ଅଂଶ ଗ୍ରହଣ କରେ। ବୁଝିଲା, ସାହିତ୍ୟ ହେଉଛି କ'ଣ ନା ସମାଜର ପ୍ରତିବିମ୍ବ। ମାନେ ସମାଜରେ ଯାହା ହେଉଛି ତା ସାହିତ୍ୟ ହେଉଛି ତାର ଅନୁରୂପ। ବୁଝିଲା ନା, ପ୍ରତିବିମ୍ବ। ଯେମିତି ଆମେ ଆଇନା ଆଗରେ ଠିଆ ହେଲେ କ'ଣ ନିଜର ପ୍ରତିବିମ୍ବ ଦେଖୁଛନ୍ତି, ତ ସମାଜ ଆଉ ସାହିତ୍ୟ ହେଉଛି କ'ଣ ପ୍ରତିବିମ୍ବ। ବୁଝିଲା, ନୂତନ ଚେତନାକୁ ସ୍ୱାଗତ କରିବାରେ ଓ ତାକୁ ପରୀକ୍ଷା କରିବାରେ ସାହିତ୍ୟକ ଯେଉଁ ଦାୟିତ୍ୱ ନିଏ, ତାହା ହିଁ ତାକୁ ସେହି ଚେତନାର ସବୁ କ୍ରିୟା ପ୍ରତିକ୍ରିୟାକୁ ନିଜେ ବୋଧ କରି ଅପରକୁ ବୋଧକ୍ଷମ କରାଇବାରେ ସାହାଯ୍ୟ କରେ। ଭବିଷ୍ୟତରେ ସାହିତ୍ୟର ସ୍ୱଭାବ ସ୍ୱରୂପ କ'ଣ ହେବ ତାହା ଆଲୋଚନା କରିବା ପୂର୍ବରୁ ବର୍ତ୍ତମାନ ପୃଥିବୀରେ କେଉଁ ସବୁ ବଳବତୀ ଭାବାଦର୍ଶ ଓ ଚେତନା ସକ୍ରିୟ ଓ ପ୍ରତିଷ୍ଠିତ ହେବାକୁ ଚେଷ୍ଟା କରୁଛନ୍ତି ତାର ବିଶ୍ଳେଷଣ ହେବା ଉଚିତ। ନେକ୍ସଟ ଦେଖ ପେସେଜ ଆପଣଙ୍କର ବା ପରିଚ୍ଛେଦ ବହୁତ ବଡ଼ ଅଛି, କିନ୍ତୁ ଭଲସେ ଆପଣ ଏଟାକୁ ବୁଝନ୍ତୁ। ବିଗତ 1.5 ଶତାବ୍ଦୀ ଧରି ପୃଥିବୀର ଗୋଟିଏ ଅଂଶ ବ୍ୟକ୍ତି ଚେତନା ଓ ତାର ଆତ୍ମିକ ଶକ୍ତିର ଉନ୍ମେଷ ଉପରେ ତତ୍ପର ରହିଛି। ବିଜ୍ଞାନର ଅଗ୍ରଗତି, ଶିଳ୍ପ ବିପ୍ଳବ, ପୁଣି ଗଣତନ୍ତ୍ର ଓ ସମାଜବାଦର ଏକ ବଳିଷ୍ଠ ନୂତନ ଭୂମିକାରେ ସମଗ୍ର ପୃଥିବୀ ବର୍ତ୍ତମାନ ଏକ ନୂତନ ସିଦ୍ଧିର ଅଧିକାରୀ। ସାମାଜିକ ଶୋଷଣ, ଉତ୍ପୀଡ଼ନ ଓ ବିଶୃଙ୍ଖଳା ଆଦିର ରକ୍ଷା ପାଇବା ପାଇଁ ଏକ ଗଣତାନ୍ତ୍ରିକ ସମାଜବାଦୀ ରାଷ୍ଟ୍ର ଗଠନ ଆଜି କେବଳ କମ୍ୟୁନିଷ୍ଟମାନଙ୍କର ଏକଚାଟିଆ ଆଦର୍ଶବାଦ ହୋଇ ରହିନାହିଁ, କିମ୍ବା ମାନବ ସମାଜ ପକ୍ଷରେ ମଧ୍ୟ ଏହା ଆଉ ଏକ ଅଳିକ ସ୍ୱପ୍ନ ନୁହେଁ। ଏହା ବର୍ତ୍ତମାନ ବିଭିନ୍ନ ଜାତିର ରୁଚି, ନୀତି, ଆଦର୍ଶ ଓ ପରମ୍ପରା ସହ ସଂଗତି ରକ୍ଷା କରି ବିଭିନ୍ନ ରୂପ ଓ ଢଙ୍ଗରେ ପ୍ରାୟ ସମସ୍ତ ରାଷ୍ଟ୍ର ଚେତନାର ଏକ ଅବଶ୍ୟ ଅଙ୍ଗୀଭୂତ ଲକ୍ଷ୍ୟ ରୂପେ ପ୍ରତିଷ୍ଠିତ। ତାପରେ ଦେଖ କ'ଣ ଅଛି, ଦେଖ ଅଙ୍ଗୀଭୂତ ରୂପେ ହୋଇଗଲାଣି। ମାତ୍ର ମଣିଷର ଏକ ସାମାଜିକ ସିଦ୍ଧିରେ ବ୍ୟକ୍ତି ମଣିଷର ସର୍ବାଙ୍ଗୀନ ଲକ୍ଷ୍ୟ ଓ ସ୍ୱପ୍ନ ଉନ୍ନୀତ ସାଧିତ ହୋଇପାରିବ ନାହିଁ।
ଦେଖ ସେ କହିଛି କ'ଣ ମାତ୍ର ମଣିଷର ଏକ ସାମାଜିକ ସିଦ୍ଧିରେ ବ୍ୟକ୍ତ ମଣିଷର ସର୍ବାଙ୍ଗୀନ ଲକ୍ଷ୍ୟ ଓ ସ୍ୱପ୍ନ ପୂର୍ଣ୍ଣିତ ସାଧିତ ହୋଇନାହିଁ, ହୋଇପାରିବ ନାହିଁ ମଧ୍ୟ। ବ୍ୟକ୍ତି ପକ୍ଷରେ ତାର ଆତ୍ମଜ୍ଞାନ, ଆତ୍ମ ଉପଲବ୍ଧି, ଆତ୍ମବିଶ୍ୱାସ ଓ ଆତ୍ମନିୟନ୍ତ୍ରଣ ଏବଂ ସମାଜ ଓ ବିଶ୍ୱ ସଙ୍ଗେ ତାର ଯଥାଯଥ ସମ୍ପର୍କର ପ୍ରତିଷ୍ଠା ହେଉଛି ପ୍ରଧାନ ଓ ପ୍ରଥମ କଥା। ଦେଖ ୟୁରୋପରେ ଏହି ବ୍ୟକ୍ତିବାଦର ଦାବି ଓ ବିପ୍ଳବ ଘଟି ଆସିଛି, ମାନେ ବ୍ୟକ୍ତିତ୍ୱ, ନିଜର ବ୍ୟକ୍ତିତ୍ୱ କଥାଟା କିଛି କୁହାଯାଇଛି। ମାତ୍ର ଏ ଶତାବ୍ଦୀ ଯାବତ ୟୁରୋପରେ ବ୍ୟକ୍ତିବାଦ ଏକ ଅହମ୍ କେନ୍ଦ୍ରିକ ସ୍ୱନିଷ୍ଠ ପ୍ରତିଷ୍ଠା ପ୍ରଭାବ ଓ ବିସ୍ତାର ଉପରେ ହିଁ ପ୍ରତିଷ୍ଠିତ ହୋଇ ଆସିଛି। କେବଳ ଭାରତବର୍ଷରେ ହିଁ ଏହି ବ୍ୟକ୍ତିବାଦ ଏକ ଅହମ୍ ଶୂନ୍ୟ ଆତ୍ମବୋଧର ସାର୍ବଜନୀନ ଏକତ୍ୱ ଉପରେ ବିକଶିତ ହୋଇ ଆସିଛି। ହଜାର ହଜାର ବର୍ଷ ଧରି ଆମେ ଅନ୍ତଃଚେତନାର ବହୁ ଗଭୀରକୁ ଗତି କରି ଯାଉଛୁ। ଆତ୍ମନେପଦୀ ଉପଲବ୍ଧି, ଚିନ୍ତା ଓ ଆତ୍ମନିୟନ୍ତ୍ରଣ ଉପରେ ଆମ ଅତୀତର ସାହିତ୍ୟ ଓ ସଂସ୍କୃତି ଆଧାରିତ। ମାନେ ଯାହା କିଛି ଆମେ ଦେଖିବା, ଆମେ ଯେଉଁ ପଢ଼ିଲେ ଯେଉଁଟା କ'ଣ, ମାନେ ସାହିତ୍ୟ ହେଉଛି କ'ଣ, ସମାଜର ପ୍ରତିବିମ୍ବ ହେଉଛି କ'ଣ ସାହିତ୍ୟ। ତ ଯାହା ବି ଆମେ କରୁଛନ୍ତି ଆମ ସାହିତ୍ୟ ସଂସ୍କୃତି ଉପରେ ଆଧାରିତ, ବୁଝିଲ ନା ନାହିଁ। ସେହି ହେତୁ ପାଶ୍ଚାତ୍ୟ ଜଗତରେ ଯେଉଁ ଅହମ୍ କେନ୍ଦ୍ରିକ ବ୍ୟକ୍ତି ଚେତନାର ସଙ୍କଟ ବର୍ତ୍ତମାନ ତୀବ୍ର ହୋଇ ଉଠିଛି ଏବଂ ଆଧୁନା ସାମାଜିକ ଭାବେ ଭାରତର ଶିଳ୍ପ ବିକାଶ ଓ ଅନ୍ୟାନ୍ୟ ସାମାଜିକ ଅର୍ଥନୈତିକ ବିବର୍ତ୍ତନରେ ପାଶ୍ଚାତ୍ୟ ସ୍ଥିତିବାଦୀ ଓ ବିଦ୍ରୋହୀ ଆତ୍ମବିକୃତର ଯେଉଁ ମାରାତ୍ମକ ପ୍ରତିକ୍ରିୟା ବା ପ୍ରତିଧ୍ୱନି ଆମର ବଡ଼ ବଡ଼ ଶିଳ୍ପ ସମୃଦ୍ଧ ସହରରେ ଦେଖାଦେଇଛି ବା ଶୁଣାଯାଇଛି, ତାହା ମଧ୍ୟ ଆଉ ବେଶୀ ଦିନ ଦୁରାରୋଗ୍ୟ ବଧ୍ୟ ରୂପେ ବଞ୍ଚି ରହିପାରିବ ନାହିଁ। ମାନେ ଯେଉଁଟାକି ପାଶ୍ଚାତ୍ୟ ଜିନିଷ ଗୁଡ଼ାକ ଆମ ଦେଶରେ ଦେଖାଯାଇଛି। ତ ତା ବିଷୟରେ ଏଠି କିଛି କୁହାଯାଇଛି। କାରଣ ସମଗ୍ର ବିଶ୍ୱରେ ତ ନିଶ୍ଚୟ, ମାତ୍ର ନିଶ୍ଚୟ ଭାବେ ସୁସ୍ପଷ୍ଟ ଭାବେ ଭାରତବର୍ଷରେ ବି ଗଣତାନ୍ତ୍ରିକ ସମାଜବାଦ ସାଙ୍ଗକୁ ଏକ ନୂତନ ଆଧ୍ୟାତ୍ମିକ ଆନ୍ଦୋଳନରେ ଆମର ବ୍ୟକ୍ତି ଚେତନା ଜାଗ୍ରତ ହୋଇ ଉଠିଲାଣି। ଜର୍ମାନ ଦାର୍ଶନିକ ନିତେଶ ଯେଉଁ ଅସାଧାରଣ ବୁଦ୍ଧି ତୃପ୍ତି, ସଂକଳ୍ପ ସିଦ୍ଧି, ପ୍ରାଣ ପ୍ରାଚୁର୍ଯ୍ୟବାନ ଅତିମାନବର ସ୍ୱପ୍ନ ଦେଖିଥିଲେ ଓ ମନୁଷ୍ୟ ନିଶ୍ଚୟ ଅଚିର ନିଜକୁ ଅତିକ୍ରମ କରି ଏହି ଅତିମାନବରେ ପରିଣତ ହେବ, ନତୁବା ତାର ଧ୍ୱଂସ ଅନିବାର୍ଯ୍ୟ। ମାନେ ମଣିଷ କ'ଣ, ମଣିଷ ହେଉଛି ଖାଲି ଲାଷ୍ଟ ଷ୍ଟେଜ୍ ନେଇ, ମଣିଷ ନିଜର ଆହୁରି କ'ଣ, ନିଜର ଆତ୍ମଚେତନା ହେଲା, ନିଜକୁ ଆହୁରି କ'ଣ ନିଜ ଭିତରେ ଉନ୍ନତି କରି ସେ କ'ଣ ହୋଇପାରିବ ନା ଅତିମାନବ ମଧ୍ୟ ହେଇପାରିବ, ବୁଝିଲା ନା ନାହିଁ। ଦେଖ କ'ଣ ହେଲା, ପରିଣତ ହେବ, ନତୁବା ତାର ଧ୍ୱଂସ ଅନିବାର୍ଯ୍ୟ ବୋଲି ସଂକଳ୍ପିତ ଘୋଷଣା କରିଥିଲେ। ତାହା ହିଁ ତ ଶେଷରେ ନାଜିବାଦ, ଫାସିଷ୍ଟବାଦର ଜନ୍ମ ହେଲା। ଡାରଉଇନଙ୍କର ବଞ୍ଚିବା ଲାଗି ବ୍ୟକ୍ତିଗତ ସଂଗ୍ରାମ ଓ ପ୍ରତିଯୋଗିତା ଭଳି ମତାଦର୍ଶ ଶେଷକୁ ଅତିମାନବବାଦ ସଙ୍ଗେ ମିଶି ଦ୍ୱିତୀୟ ମହାଯୁଦ୍ଧ ପରେ ସାମାଜିକ କ୍ଷେତ୍ରରେ ନୃଶଂସ ପୁଞ୍ଜିବାଦ, ସାମ୍ରାଜ୍ୟବାଦ, ସଂକୀର୍ଣ୍ଣ ଜାତିବାଦ ଓ ବ୍ୟକ୍ତିଗତ କ୍ଷେତ୍ରରେ ହିପବାଦ, ବିଟନିକାବାଦ ଆଦି ଭୟଙ୍କର ଅହମ୍ କେନ୍ଦ୍ରିକ ମାନସିକ ବିକୃତଗ୍ରସ୍ତ ତଥା କଥିତ ବିଦ୍ରୋହୀ ବ୍ୟକ୍ତିବାଦ ରୂପେ ଆଜି ୟୁରୋପରେ ସଂସ୍କୃତିକୁ ଛିନ୍ନ ଛିନ୍ନ କରିଦେଇଛି। ଓକେ, ନେକ୍ସଟ ଦେଖ। ହେଇଛି ଅବଶ୍ୟ ବ୍ୟକ୍ତିବାଦକୁ ପୁରାପୁରି ଏକ ଗୋଷ୍ଠୀ ବା ଆଦର୍ଶବାଦର ନିଗୂଢ଼ ଛାଞ୍ଚ ଭିତରେ ପୁରାଇ କମ୍ୟୁନିଷ୍ଟ ଜଗତ ବ୍ୟକ୍ତିର ଅହଙ୍କାରକୁ ସଂଯତ କରୁ କରୁ ତାର ଆତ୍ମାକୁ ମଧ୍ୟ ଚିପି ମାରିଦେବାର ଉପକ୍ରମ କରିଥିଲା। ମନୁଷ୍ୟ ଜାତି ପକ୍ଷରେ ଆଜି ଏସବୁ ବାଦ ବେଶ୍ ପୁରୁଣା ହୋଇଗଲାଣି। ମନୁଷ୍ୟ ଆଜି ବହିର୍କାଶ ଓ ତାର ଅନ୍ତର୍କାଶ ଉଭୟ ମହାକାଶର ରହସ୍ୟକୁ ଭେଦ କରିବାକୁ ଚାହେଁ ଏବଂ ଅଧିକତ କରିବାକୁ ଚାହେଁ। ମାନେ ମଣିଷ କ'ଣ ଏଇ ଜିନିଷ ଉପରେ ନାହିଁ ଯେ ଛୋଟ ମୋଟ ଜିନିଷ ଉପରେ ସେ ଇଏ କରେ ନାହିଁ, ହେଲା, ସେ କ'ଣ ମାନେ ଏକ୍ସପ୍ଲୋର କରିବାକୁ ଚାହେଁ। ମାନେ ଯେମିତି କୁହାଯାଏ କ'ଣ ମହାକାଶର ରହସ୍ୟ ହଉ, ମାନେ ନୂଆ ନୂଆ ଜିନିଷ ସେ ଜାଣିବାକୁ ଚାହେଁ। ଆଜିର ବଡ଼ ଜଡ଼ ବିଜ୍ଞାନ ଓ ମନୋବିଜ୍ଞାନ ଉଭୟରେ ଖୁବ୍ ଦ୍ରୁତ ଗତିରେ ସେହି ବହୁ ଦର୍ଶନ ଓ ବ୍ରହ୍ମ ଦର୍ଶନ ଓ ଆତ୍ମଦର୍ଶନ ଆଡ଼କୁ ପ୍ରତ୍ୟକ୍ଷ ପରୀକ୍ଷାମୂଳକ ଅଭିଯାନ ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ତ ସମସ୍ତ ପୁରାତନ ଆଦର୍ଶ ସଂଗଠନ, ନୈତିକତା, ଧର୍ମ ଓ ବିଚାର ପଦ୍ଧତିକୁ ଆଜି ସିଧା ସିଧା ଅସ୍ୱୀକାର କରି ଦିଆଗଲାଣି। ଦେଖ ବୁଝିଲ ତ କ'ଣ, ମାନେ ଏଇ ଜିନିଷ ଯୋଗୁଁ ଯେଉଁଟା ଜଡ଼ ବିଜ୍ଞାନ ଓ ମନୋବିଜ୍ଞାନ କ'ଣ ଯେଉଁ ଦ୍ରୁତ ଗତିରେ ଚାଲିଛି, ତ ସେଇ ଦ୍ୱାରା କ'ଣ କରାଗଲା
पुरातन आदर्श संगठन आउ जोड़ा नीति नियम आ धर्म एगुड़ा से माने कौन करती अस्वीकार कर दिया गलानी बा से जिनस माने उन्नति जोगुरु ए जिनस कौन कर दियाला ना पछ घुंचा दिया जायछि। नेक्स्ट देख कौन अच्छी कारण मनुष्यर अनुसंधिस्मा और आवश्यक वास्तवता बोध लगी सेगुड़िक वर्तमान अचल हो उठिलानी बुझला ना नहीं माने मनुष्यर कौन अनुसंधिस्मा माने से खोजा चेष्टा करे आउ आवश्यकता ये जिनस गुड़ाक धर्म जोड़ा नैतिकता बुझला ना नहीं सांस्कृतिक संगठन एगुड़ाक धीरे धीरे कमी आसला देख पिले ये हूँ 915 शब्द ताको आम कौन करवा 400 कि 300 भितर रखा देख संक्षिप्तकरण आपण आसो कौन शरीर मध्य जीवकोश गुड़िकर सृष्टि और विलय प्रक्रिया पर समाज में तदनुरूप क्रिया प्रतिक्रिया बलवंतर रही प्रगतिर दिगरे धावमान होउछि बुझला शरीर जमिति जीवकोश सृष्टि हुई बा नूतन जीवकोशर मृत्यु हुई नूतन जीवकोश सृष्टि होउछि सेमिति समाज में मध्य कौन क्रिया प्रतिक्रिया देखा दौछि बुझला पुरातन और पथर अधिकारी नीति नियम तथा व्यवस्था को परित्याग करी नवजागरण आसी प्रति जुगरे बुझला ना पुरातन जेकोसी जिनस पुरातन नीति नियम को आम कौन करी बदल परित्याग करी नवजागरण बा नुआ जुगर सृष्टि होइछि नूतन चेतना और शक्ति को पथेय करी अग्रगतिर संभावना सृष्टि करबा एक मानवीय धर्म रूपे चिरदिन सक्रिय रही आसी बुझला जमी आम पढ़ले कौन पुराणा चेतना छाड़ी नुआ चेतना आनिबा बुझला यहाँ एवं नुहे आगुरी चली आसी यार सामयिकतार एक आह्वान सृष्टि हुए यही आह्वान बल जागतिक मंगल पाई प्रयास कर सारी मृष्टिमेय तीक्ष्ण संपन्न मनीष माने निज जीवन विनिमय समग्र जगत पाई नूतन संभावना और नूतन चेतना सृष्टि करती यही यशस्वी माने यही मृष्टिमेय व्यक्ति माने दार्शनिक कर्मी और एवं कवि रूप से उद्यमर सफलता पाई प्रयास करिथांती बुझला तो एमाने किए किए जीवे जो माने दार्शनिक कर्मी आ कवि जो माने कि कौन करते ना निज जीवन को त्याग करी कौन करते ना समाज कथा देखती से माने दार्शनिक सृजनशील चेतना को जन्म देउथबा बेले कर्मी ताहार वास्तव परीक्षा निरीक्षा करिथाय माने दार्शनिक कौन करे चेतना को जन्म दिए कर्मी कौन करे ताकू परीक्षा निरीक्षा करिथाय एवं परिशेष साहित्यक से चेतना को अनुभूत सिद्ध करी निजर सृष्टिकारी प्रज्ञा बल अनुभवमय रसात्मक बाणी माध्यम तार प्रचार प्रसार करिथाय तो लास्ट कौन करिवो ना कवि निजर कौन निजर सृष्टि द्वारा बुझला ना निजर अनुभूति आ निजर प्रज्ञा बल ज्ञान बल निजर रसात्मक बाणी बुझला ना नहीं देखि गुड़ाए कवि अच्छा जो मानकर कविता आपन पढ़े बहुत भल लगे तो सही रूप से कौन करती ना समाज को बार्ता दियंती देख आम कौन करवा से जिनसा लोक मैंने पढ़ती पुराणा जुगरु अद्यविधि यहीपरि दार्शनिक कर्मी और कविधारा पृष्ठरे आविर्भाव होइछंती साहित्य समाजर दर्पण सदृश होइथिबारु माने साहित्य होउछ कोन ना समाजर दर्पण हला नवजागरण को प्रसारित करिबारे यार भूमिका अधिक तेणु नूतन चेतना को स्वागत करिबारे और ताको परीक्षा करिबारे साहित्यकर एही गुरुत्व दायित्व अद्वितीय बुझिला तो ये साहित्यकर भूमिका कौन अधिक दुर्बोध चेतना बाणी को निजे बोध करी अन्य को बोधकाम्य कराइबारे साहित्यर भूमिका अनस्वीकार्य माने कौन दुर्बोध जो जिनसटा आम बुझीपारानी सेटा साहित्य मध्यम कौन से बुझती आम भल कौन करती से सरल आकार लोक मानक बुझाती अधुना विश्व शोषण उत्पीड़न और विशृंखलार मुक्त एवं रुचि नीति आदर्श और परंपरार संगति रक्षा करने तथा मानव जातिर सर्वांगीन उन्नति साधना विश्वर सब देश आज तत्पर माने मानव जातिर केमिति उन्नति हम से आज कौन विश्व तत्पर यही परिप्रेक्षी में व्यक्तिवादर उन्मेलना यथार्थ रूपे हो पारि नाही केवल भारत छड़ा अन्यत्र व्यक्तिवाद अहम केन्द्रिक स्वनिष्ठ प्रतिष्ठार प्रभाव और विस्तार उपरे प्रतिष्ठित भारत वर्ष रे यही व्यक्तिवाद अहम शून्य आत्मबोधर संज्ञा उपरे विकसित हो आसुछि आत्मनियंत्रण आत्मसंबंधन चेतना भारतीय साहित्य और संस्कृतिर मूलधार बुझला आत्मनियंत्रण आउ आत्मसंबंधन हूँ कौन भारतीय साहित्य और संस्कृतिर मूलधारा निश्चित देख
ପାଶ୍ଚାତ୍ୟ ସଭ୍ୟତାର ଅହମ୍ କେନ୍ଦ୍ରିକ ବ୍ୟକ୍ତି ଚେତନା ବର୍ତ୍ତମାନର ଭାରତବର୍ଷକୁ ଶଙ୍କିତ ଓ ସଂକୁଳିତ କରିଥିଲେ ମଧ୍ୟ ତାହା ଆଉ ବେଶୀ ଦିନ ଦୁରାରୋଗ୍ୟ ବ୍ୟାଧି ରୂପେ ତିଷ୍ଠି ପାରିବ ନାହିଁ। ସମଗ୍ର ବିଶ୍ୱ ତଥା ଭାରତବର୍ଷରେ ନିଶ୍ଚିତ ଭାବେ ନୂତନ ଆଧ୍ୟାତ୍ମିକ ଆନ୍ଦୋଳନରେ ବ୍ୟକ୍ତି ଚେତନା ଜାଗ୍ରତ ହୋଇ ଉଠୁଛି। ନୂତନ ବ୍ୟକ୍ତିବାଦର ଅଭ୍ୟୁଦୟର ତାତ୍ପର୍ଯ୍ୟ ଏହି ଯେ ଅତୀତର ଦାର୍ଶନିକମାନଙ୍କର ବ୍ୟକ୍ତିବାଦ ପରିପୃଷ୍ଟ ପାଇଁ ଘୋଷିତ ବାଣୀ ଅନେକାଂଶରେ ଯୁଦ୍ଧର ବିଭୀଷିକା ସୃଷ୍ଟି କରିବ। ଦେଖ ତ ସେ କହିଛି କ'ଣ ନା ଅତୀତରେ ଯେଉଁ ଦାର୍ଶନିକମାନେ ମନ୍ତ ଦେଇଥିଲେ ବୁଝିଲା ନା ବା ନିଜର ବ୍ୟକ୍ତିବାଣୀ ଦେଇଥିଲେ ବା ସେମାନେ ଯାହା ବି କରିଥିଲେ ଯଦି ଆମେ ଏବେ କରିବା ତ ସେଇଟା କ'ଣ କରିବ ନା ଯୁଦ୍ଧର ଆଶଙ୍କା ସୃଷ୍ଟି କରିପାରେ କିଛି ଜିନିଷ। ତ ସେଇ ଜିନିଷଟା ସେ କହିଛନ୍ତି କାରଣ ନୂତନ ଯୁଗ ଅନୁସାରେ ନୂତନ ଚିନ୍ତାଧାରା ଆସିଥାଏ। ଦେଖ କ'ଣ ଅଛି ତାପରେ ଦେଖ ଦେଖ ସେହି ନୃଶଂସବାଦ ଗୁଡ଼ିକୁ ଜନ୍ମ ଦେଇ ମାନବ ଜାତିର ଅପୂରଣୀୟ କ୍ଷତି ଘଟାଇଛନ୍ତି। ସେଥିପାଇଁ ମଣିଷ ପୁରାତନକୁ ବର୍ଜନ କରି ନୂତନ ଆଲୋକର ଅନୁସନ୍ଧାନବର୍ତ୍ତୀ ହୋଇଛି। ବୁଝିଲା ତ ପୁରୁଣା ଜିନିଷକୁ ଛାଡ଼ିକିରି ନୂଆ ଜିନିଷର କ'ଣ ହେଇଛି ଅନୁବର୍ତ୍ତୀ ବା ଅନୁସନ୍ଧାନବର୍ତ୍ତୀ ହୋଇଛି। ଓକେ ତ ପିଲାମାନେ ଇଏ ଥିଲା ଆଜି ଆପଣଙ୍କର ଓଡ଼ିଆର ଗୋଟେ ପରିଚ୍ଛେଦ ଯେଉଁଟାକି ଆମେ ସଂକ୍ଷିପ୍ତୀକରଣ ବା ଓଡ଼ିଆ ପ୍ରିସିଏସ୍ ରାଇଟିଂ ଉପରେ ଆଲୋଚନା କରିଲେ। ତ ଆଶା କରୁଛି ଆପଣଙ୍କୁ ଭିଡ଼ିଓ ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଛି ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍। ଜୟ ହିନ୍ଦ, ବନ୍ଦେ ମାତରମ୍।